कोटी कोटी छात्र छात्री आमे ताको जन्मदिन को गुरु दिवस रूपे पालन करूछे। से निस्वार्थपर भावे सेवा करथिले। जेतेबेले तांकु मत दिया होइता जे ताको जन्मदिन पालन करा दिबो से मना करथिले। कहथिले नाही गुरुकर से जो महान त्याग से निजे मर्मे मर्मे अनुभव करथिले सेतिबाई कहले मो जन्मदिन को पालन न करी एटा गुरु दिवस रूपे पालन करा जाऊ। से 1962 मसीहारू एपरि तमाने कोमलमती शिशु तमे एति खाली देख हमर पिता गुरु माता गुरु तापर हमर शिक्षक भी गुरु हमर सम्माननीय सभापति महोदय पूज्य शिक्षार्थीवृंद एवं एठारे उपस्थित मोर अति आदर समदनीय भाई और भौणीमाने आज हेउछि सेप्टेम्बर मास 5 तारिख पवित्र गुरु दिवस। आज ए पवित्र गुरु दिवस उपलक्षे मते किछि कहबा पाए सुযোগ मिलिबारु निजकु बड़ भाग्यवती मने करूछि। सर्वप्रथमे मु समग्र गुरु समाज पाई मोर भक्तिपूर्ण प्रणाम जणाउछि। गुरु शब्दटी हेउछि दुईटी अक्षरर समाहार। गु अर्थ अंधकार, रु अर्थ हेउछि ज्ञान। अज्ञान रूपक अंधकारରୁ ଯିଏ ମୁକ୍ତି କରି ଆମକୁ ଜ୍ଞାନର ଆଲୋକ ବାଟ ଦେଖାଇଛନ୍ତି ସେ ହେଉଛନ୍ତି ଗୁରୁ। ଆମର ପ୍ରଥମ ଗୁରୁ ହେଉଛନ୍ତି ଯେ ଦୁନିଆକୁ ଆଣିଛନ୍ତି ଆମର ପିତାମାତା। ଆମର ଦ୍ୱିତୀୟ ଗୁରୁ ହେଉଛନ୍ତି ଯିଏ ଆମକୁ ଶିକ୍ଷାଦାନ କରିଛନ୍ତି ଆମର ଶିକ୍ଷୟିତ୍ରୀ ଓ ଶିକ୍ଷକ। ଆମର ତୃତୀୟ ଗୁରୁ ହେଉଛି ଆମର ମନ ଯିଏ ଆମକୁ ପ୍ରତ୍ୟେକ କ୍ଷେତ୍ରରେ ସଠିକ ବାଟ ଦେଖାଏ। ତେଣୁ ଶାସ୍ତ୍ରରେ ଲେଖା ଅଛି ମନ ତ ଧନୁଯାକୁ ଉଦ୍ଧବ କେତେ ପଚାରୁ। 1888 ମସିହା ସେପ୍ଟେମ୍ବର ମାସ 5 ତାରିଖରେ ଆମ ଦେଶର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ। ସେ ତାମିଲନାଡୁର ତିରୁପତି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଏକ ଆଦର୍ଶ ଶିକ୍ଷକ ଜୀବନ କାଳ 40 ବର୍ଷ ଧରି ସେ ଶିକ୍ଷକ ହୋଇଥିଲେ। ତାଙ୍କର ଜନ୍ମଦିବସକୁ ସେ ଗୁରୁ ସମାଜ ପାଇଁ ଉତ୍ସର୍ଗ କରି ଗୁରୁ ଦିବସ ରୂପେ ପାଳନ କରିଥାଉ। ଏ ସଂସାରରେ ଯିଏ ଯେଉଁ ପଦବୀରେ ଥାଆନ୍ତୁ ନା କାହିଁକି ସେ ପୋଲିସ ହୁଅନ୍ତୁ ବା ଡାକ୍ତର ସେ ଅଫିସର ହୁଅନ୍ତୁ ବା ଇଞ୍ଜିନିୟର ସମସ୍ତଙ୍କ ଗୁରୁଙ୍କର ସ୍ଥାନ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି ବିନା ଗୁରୁରେ ତୁ ଅର୍ଜୁନ ତୁ ବ୍ରହ୍ମ ପାଇବୁ ସତ ଜ୍ଞାନ। ଗୁରୁ ହେଉଛନ୍ତି ଭଗବାନଙ୍କର ଦ୍ୱିତୀୟ ଅବତାର। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି ଓମ୍ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଗୁରୁଙ୍କୁ ନ ମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ୱର। ମୁଁ ଏତିକି କହିବି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଉଦ୍ଦେଶ୍ୟରେ ମୁଁ ମୋର ଭକ୍ତିପୂତ ପ୍ରଣାମ ଜଣାଉଛି ଏବଂ ସମସ୍ତ ଗୁରୁ ସମାଜକୁ ବି ମୋର ଭକ୍ତିପୂତ ପ୍ରଣାମ ଜଣାଉଛି। ସମ୍ମାନ ମନେ ରଖିଥା ଇଏ ପର କାଳକୁ ସେ ଯେ ବୁଦ୍ଧି ଦେବାକୁ ଇଏ ପର କାଳକୁ ସେ ଯେ ବୁଦ୍ଧି ଦେବାକୁ ନ ଭୁଲିବେ ଗୁରୁଦେବ ଆମରି ପ୍ରାଣ। ଆସ ଆସରେ ଭାଇ ପୁଷ୍ପ ସାଥିରେ ଦେଇ ଚନ୍ଦନ ମଣ୍ଡିତ ସେ ଦେବା ପିନ୍ଧାଇ ଆଜି ଗୁରୁ ଦିବସ ସର୍ବମୁଖରେ ହସ ପୂଜିବା ଗୁରୁଙ୍କୁ ଧୂପ ଦୀପ ବନ୍ଦାଇ। ଆସରେ ଭାଇ ପୁଷ୍ପ ସାଥିରେ ନେଇ ଚନ୍ଦନ ମଣ୍ଡିତ ଶିରେ ଦେବା ପିନ୍ଧାଇ। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଏଠାରେ ଉପସ୍ଥିତ ଥିବା ମୋର ଛୋଟ ବଡ଼ ଭାଇ ଭଉଣୀ ଓ ମୋର ସହପାଠୀଗଣ ଆଜି ଏ ପବିତ୍ର ଗୁରୁ ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟମନେ କରୁଅଛି। ଆଜି ହେଉଛି ସେପ୍ଟେମ୍ବର ମାସ 5 ତାରିଖ। ଏହି ଦିନ ଗୁରୁ ଦିବସ ପାଳନ କରାଯାଏ। ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ପରାମର୍ଶ ଅନୁସାରେ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଏ। ସେ 1888 ମସିହା ସେପ୍ଟେମ୍ବର ମାସ 5 ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ। ଆଜି ହେଉଛି ଗୁରୁ ଦିବସ। ଯିଏ ଆମ ଜୀବନରୁ ଅନ୍ଧାରକୁ ଦୂର କରି ଆଲୋକ ଦେଖାଇଛନ୍ତି ସେହି